ଆଇପିନେ ଜୟ ଜଗନ୍ନାଥ। ଆଉ ଠାକୁର ପୂଜା କରିଦେନି। ଆଜି ରବିବାର ଅଛି। ଆଇପେ ନାଇଟ୍ ଆଉ ଟଗର ଫୁଲ ନେଇକି ଆସିଥିଲି। ଟଗର ଫୁଲ ନେଇକି ଆସିଛି। ଆଉ ଏ ମାଳ ଜଗନ୍ନାଥ ଉପରେ ଲଗେଇ ଦେଖନ୍ତୁ। ସେ ମାଳ ସେତିକି ନେଲା 50 ଟଙ୍କା 3 ହାତକୁ। ଆଇ କଦଳୀ ଭୋଗ ଦେଇଦେଇଛି ସବୁ ଠାକୁର। ବାହାରେ ଚଉରା କତର ବି ଦେଇଛି ଦେଖନ୍ତୁ। ଚଉରା କତର ଫୁଲ ଲଗେଇଛି ସେଟା ଉଠିନି। ଏଇଟା ହେଉଛି ଇଏ ଗଛ। ଏଇଟା କି ଫୁଲ ଗଛ ଯେଉଁ ଭୁଲି ଯାଇଛି। ଏଇଟା ମଲ୍ଲି ଫୁଲ ଗଛ ଲାଗିନି। ଏଇଟା ଗୋଲାପ ଫୁଲ ଗଛ କଞ୍ଚେଇଛି। ମନ୍ଦାର ଫୁଲ ଠିକ ଦେଇଛି। ଆଜି ନାଇଟ୍ ଅଛି କ'ଣ କରିବା। ଏକିଟିଆ ଲୋକ ବହୁତ ବାଧୁଛି। କାମ କରିକି ଆସିକି ଡ୍ୟୁଟି କରିକି ଆସିକି ଖା ପିଇ ଶୁ ବହୁତ ଟେନସନ୍। ଫେର ଆଜି ରୋଷେଇ କରିମି ଦ୍ୱିପହରେ। ଟାଇମ୍ ହେଇଗଲାଣି 9:20। ଦେଖିଲ କିଛି ନାହିଁ। ସବୁ ପରିବାପତ୍ର କ'ଣ ଅଛି ଦେଖି। ଫୁଲକୋବି ଅଛି, କାକୁଡ଼ି 2ଟା, ବାଇଗଣ 2ଟା, ଆଳୁ ପଡ଼ିଛି। ଇଏ ବାହାରେ ଜାଗାର ରହିବା କେତେ ବାଧୁଛି ସତର। ଲୋକ କୁହନ୍ତି ବାହାରେ ରହୁଛୁ କେତେ ସୁବିଧା। ସାରା ବାହାରେ ରହୁଛି ସିନା, କେତେ କଷ୍ଟ ବୋଲି ସେଇଟା କିଏ ବୁଝିବ। ସିଏ ଯେଉଁ ଦେଖିଛି ଏଇ ପ୍ରଭୁ ଜଗନ୍ନାଥ। ମୋ ଦୁଃଖର ସାଥୀ ଆଉ କେହି ମୋ ଜଗନ୍ନାଥ ଠାକୁର ଅଛନ୍ତି। ମୋର ସେଇ ଏକିଟା ରହୁଛି, କାହାକୁ ରଖୁନି। କାହାକୁ ଯଦି ରଖିବି ରୁମ୍ର, ମୁଁ ଆଇଁଷ ପତ୍ର ଖାଉନି ଟୋଟାଲ। ମୁଁ ଡ୍ୟୁଟି ଗଲା ପରେ କି ଆଇଁଷ ମଦ ଆସିକି ପିଇବ ଠାକୁରଙ୍କ ସେଠି ଅଛନ୍ତି ଭାଇ, ବହୁତ ଖରାପ। ମୁଁ ଟୋଟାଲ ଆଇଁଷ ଖାଉନି। ଆଉ ଚିକେନ୍ ମଟନ୍ ଇଏ କିଛି ନାହିଁ। ଟୋଟାଲ ଛାଡ଼ିଦେଇଛି। ଠାକୁରଙ୍କୁ ଯେବେଠୁ ପୂଜା କଲିନି ସେବେଠୁ ଛାଡ଼ିଦେଇଛି। ଆଉ ଆଇଁଷ ପ୍ରତି ମୋର ଇଏ ପାଇଁ ଲୋଭ ନାହିଁ। ସିଏ ଦେଖିଲା ବେଳକୁ ମୋ ମୁଣ୍ଡରୁ ଗୋଟେ ରାଗ ଲାଗୁଛି। ଯିଏ ଖାଉଥିବ ମୋ ପାଖରେ ବସିକି ମୁଁ ଖାଇମିନି ସେଠି ଉଠି ପଳେଇ ଆସିବି ଅଧେ ଦୂର ଯେଉଁଠି ଯାଏ। ଆଉ ସେଇଥିପାଇଁ ଛାଡ଼ିଦେଇ ଯାଇଥିବେ। ସାର୍ ବିରକ୍ତ ଲାଗୁଛି। ହେସା କେତେ କିଏ ଖାଇବ। ମୁଁ ସେଇଥିପାଇଁ ଜଗନ୍ନାଥ ଠାକୁର ପୂଜା କଲା କତରୁ ଛାଡ଼ି ଦେଇଛି। ଆପଣମାନେ ଛାଡ଼ି ଦିଅନ୍ତୁ ଆଇଁଷ ଚିକେନ୍ ମଟନ୍ ଛାଡ଼ି ଦିଅନ୍ତୁ, କେତେ ବଢ଼ିଆ। ଗୋଟେ ଗୋଟେ ଜୀବ ହତ୍ୟା କରି ଖାଉଛ, ସିଏ ଗୋଟେ ଭଗବାନଙ୍କର ଅଂଶ ନା। ଆମେ ତା ଜୀବନ ଦେଇପାରିବାନି, ଆମେ ମାରିକି ଖାଇବା କାହିଁକି ତାକୁ। ଯେଉଁମାନେ ଖାଆନ୍ତୁ। ଆଉ ସେ ଜାଗାରେ କ'ଣ କରିବା, ବହୁତ ବାଧୁଛି। କେତେ ଏକିଟିଆ ରୋଷେଇ କରିବୁ, ଖା ଇଏ କର, ବହୁତ ବାଧୁଛି। ଏଇ କପଡ଼ା ପତ୍ର ଦେଖ, ଏଇ ସଫା କରିନି। ଏ ସର୍ଫ ପାଣି ରଖିଛି ଆଉ ସେତିକି ଅଛି ଦେଖ, ସଫା ହେଇନି। ଏଗୁଡ଼ା ସଫା ହେଇଯାଇଛି। ଏଇଟା ଲୋକ କେତେ 2 ଜଣିଆ। ଆଉ ମ୍ୟାରେଜ୍ର ହେଇନି। ମ୍ୟାରେଜ୍ ହେଇଥିଲେ ଯାହା ସ୍ତ୍ରୀ ସଫା କରିଦିଅନ୍ତା କଥା। ଭଗବାନ ତ ଆଶା କରୁନାହାନ୍ତି ମ୍ୟାରେଜ୍ କରିବା ପାଇଁ। ବୁଝିଲ, ମୋର ହାଇଟ୍ କମ୍ ବୋଲି କେହି ପସନ୍ଦ କରୁନାହାନ୍ତି। ନ କରନ୍ତୁ। ଏଇ ରକମ ସବୁଦିନ ଜଗନ୍ନାଥଙ୍କୁ ପୂଜା କରିକି ତାଙ୍କ ସେବା କରିମି। ସିଏ ଯେତେ ପର୍ଯ୍ୟନ୍ତ ହାତ ଗୋଡ଼ ଚଲେଇଥିବ ସେତେ ପର୍ଯ୍ୟନ୍ତ ହିଁ ଚାଲିଥିବ। ଆଉ ଆମ ପ୍ରିମିୟର କମ୍ପାନୀ, ସୋଲାର ପ୍ରିମିୟର କମ୍ପାନୀ, ସେଇ ହିଁ ମୋତେ କମ୍ପାନୀର ଦେଇଛି ଦାନା ସମସ୍ତଙ୍କୁ ଇଏ ବୁଝିଗଲା। ଆଉ ସେ ମୋତେ କମ୍ପାନୀର ମୋତେ ମଣିଷ କରିଛି, କାହିଁକିନା ପେମେଣ୍ଟ ଟାଇମ୍ର ଦେଇଦେଉଛି। ଆଉ ଗାଁ ଗଲା ବେଳକୁ ପରମାନେଣ୍ଟ ଚାକିରି, କମ୍ପାନୀ ଅଣ୍ଡର, କଣ୍ଟ୍ରାକ୍ଟର ଏତେ ହେଇଥିଲା ପରମାନେଣ୍ଟ। ଆଉ ଟେନସନ୍ କାହିଁକି। ବହୁତ ବାଧୁଛି। କାମ ନାଇଟ୍ ସିଫ୍ଟ କରିକି ଆସିକି ଖା ପିଇ ରୋଷେଇ କର, କେତେ ବାଧୁଛି ସେଇଟା ଜାଣିବ। ଚେହେରା କେମିତି ହେଇଗଲାଣି ଦେଖ। ନାଇଟ୍ ସିଫ୍ଟ କରୁଛୁ ମାନେ ସେଇ ରକମ ହେବ। ବୁଝିଗଲା। ଆଉ ମୋ ଭିଡ଼ିଓ ଭଲ ଲାଗିଲେ ସେୟାର କରିବ, ଲାଇକ୍ କରିବ, କମେଣ୍ଟ କରିବ। ଆଉ ଏତିକି ଖିଆଲ କରିଦେବ, ସକାଳୁ ଉଠିକି ବାପା ମାଆଙ୍କୁ ଟିକେ ଜୁହାର ହୁଅ। ବାପା ମାଆଙ୍କୁ ଜୁହାର ହୁଅ। ଆଉ ତାପରେ ଠାକୁରଙ୍କୁ ଜୁହାର।
ମୁଁ ଭଗବାନ କତିରେ ପ୍ରାର୍ଥନା କରୁଛି ଆପଣଙ୍କ ଫ୍ୟାମିଲି ଭଲ ଥାଉ ସୁଖରେ ଥାଉ। ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଛି ତମେ ଭଲ ରୁହ ସୁଖ ରୁହ। ତମ ତ ସବୁ ତମ ପାଇଁ ତ ମୁଁ ତ ଯାକୁଛି ଭଗବାନ ସବୁ ଭିତରେ। ମୋ ଭିଡ଼ିଓକୁ ଟିକେ ସପୋର୍ଟ କର ସେୟାର କର ଲାଇକ୍ କର କମେଣ୍ଟ କର ଜୟ ଜଗନ୍ନାଥ ବୋଲି। ମୋ ପୂଜାଟା କେମିତି ହେଇଛି ମୋତେ କମେଣ୍ଟ ବକ୍ସରେ କୁହ। ମୁଁ ତ ଡେଲି ଛାଡ଼ୁଛି ଠାକୁରଙ୍କ ଭଜନ ତମେ ଦେଖୁଥିବ। ଇଏ ପଇସାଟା ଏଇଥର ଦକ୍ଷିଣ କାଳୀ ଗନେ ନଭେମ୍ବର ମାସ ଗନେ ତାଙ୍କୁ ଏଇ ଦାନ କରିଦେମି। କେତେ ହେବ 18-20 ହଜାର ଭିତରେ ହେବ। ପଇସା ସବୁ ରଖିଛି ସବୁ ଦାନ କରିମି ଠାକୁରଙ୍କୁ। ଦେଖ ଭିଡ଼ିଓ ଭଲ ଲାଗିଲେ ସେୟାର କରିବ କମେଣ୍ଟ କରିବ। ରହିନି ଫେର୍ ସନ୍ଧ୍ୟାବେଳକୁ ଗୋଟେ ଛୋଟ ବ୍ଲଗ୍ ଭଲ ଲାଗୁନି ମୋ କଥା ଯଦି ଭୁଲ ଥିବ ମୋତେ କ୍ଷମା କରିଦେବ। ରହିନି ଜୟ ଜଗନ୍ନାଥ।